ସାଙ୍ଗମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ନିଷ୍ପତ୍ତି ନିଅ, ତାପରେ କାମ ଆରମ୍ଭ କରିବା ଉଚିତ। ଅର୍ଥ ଏବଂ ଧର୍ମ ହେଉଛି କର୍ମର ଆଧାର। ଶତ୍ରୁ କେବଳ ଦଣ୍ଡର ଯୋଗ୍ୟ ହୋଇଥାଏ। କଠୋର ସ୍ୱର ଅଗ୍ନି ଅପେକ୍ଷା ଅଧିକ ତୀବ୍ର ହୋଇଥାଏ। ସାଙ୍ଗମାନେ ଶକ୍ତିଶାଳୀ ଶତ୍ରୁକୁ ଦୁର୍ବଳ ବୋଲି ଭାବି ତାକୁ ଆକ୍ରମଣ କରିବା ଉଚିତ। ସାଙ୍ଗମାନେ ତୁମ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ସମାନ ବଳ ସହିତ ଶତ୍ରୁତା କର ନାହିଁ। ମନ୍ତ୍ରଣାକୁ ଗୁପ୍ତ ରଖି କାର୍ଯ୍ୟ ସମ୍ପାଦନ କଲେ ସବୁ ହୋଇଥାଏ। ଯୋଗ୍ୟ ସହାୟକ ବିନା ନିଷ୍ପତ୍ତି ନେବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ସାଙ୍ଗମାନେ କେବଳ ଗୋଟାଏ ଚକ ଗତି କରିନାହିଁ। ସାଙ୍ଗମାନେ ଆଜିର ଅନୁଚିନ୍ତା ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଚ୍ୟାନେଲରେ ନୂଆ ଥିବେ ନିଶ୍ଚିନ୍ତ ସବସ୍କ୍ରାଇବ୍ କରିଦେବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କଲେ ମୋର ଅପଲୋଡ଼ କରୁଥିବା ଭିଡ଼ିଓ ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ସାଙ୍ଗମାନେ ଶେଷ ବର୍ଷର ଶେଷ ସକାଳରେ ସମସ୍ତଙ୍କୁ ସ୍ୱାଗତମ ସୁସ୍ୱାଗତମ ଜଣାଉଛି ଏବଂ ଏଇ ଶେଷ ବର୍ଷଟି ପୁରୁଣା ବର୍ଷଟି ଯାହା ଯେମିତି କଟିଗଲା, ଆଶା ଆକାଂକ୍ଷା, ଚିନ୍ତା ଦୁଶ୍ଚିନ୍ତା, ଆଶା ଭରସା ଆଉ ଏଇଭଳି ହିସାବରେ ସବୁ କଷ୍ଟ ଦୁଃଖ କଷ୍ଟ ଏମିତି ହିସାବରେ କଟିଗଲା। ତେଣୁ ମୁଁ ଆଶା କରୁଛି ନୂତନ ବର୍ଷଟି ପରମ ପିତାଙ୍କ ଦୟାରୁ ମୋ ଜୀବନରେ ଭଲ ହେବା ସଙ୍ଗେ ସଙ୍ଗେ ଏ ଜଗତର ଭଲ ହେବା ଦରକାର। ତେଣୁ ବର୍ତ୍ତମାନ ସାଙ୍ଗମାନେ ଆସିକିରି ପହଞ୍ଚି ଯାଇଛି ମୁଁ ସେଇ ଯେଉଁ ଜାଗା ମହାନଦୀର ଶାଖା ନଦୀ ପାଇକା ନଦୀର କୂଳ। ଆପଣମାନଙ୍କର ମନେ ଥିବା ଯେ ଠିକ୍ ମାସକ ତଳେ ସେଠି 8 ଗୁଣ୍ଠ ଜମି ପରିବାଙ୍କର କାଟିକିରି ପଡ଼ି ବନ୍ଧା ହେଇଥିଲା। ଇଏ ସବୁ ମେସିନ୍ରେ କଟା ହେଇନଥିଲା, ଗୋଟେ ବାଟ ହେଇନଥିଲା, ଗୋଟେ ଟ୍ରାକ୍ଟର ଆସିନଥିଲା। ଠିକ୍ ଏ କଟା ସରି ବାଟ ହେଲା ବେଳକୁ ବର୍ଷାଟା ହେଇଗଲା, ଧାନ ଯାକ ସବୁ ଗଭା ହେଇଥିଲା। ତେଣୁ କଣ୍ଡିସନ୍ ପୁରା ଧାନର ଖରାପ, ଗଜା ହେଇକିରି ଯାଛାତା ହେଇଗଲା। ତେଣୁ ସେଇଟାକୁ ସେ ବାଡ଼ଉଥିଲା। ଆଜି ବୋଧେ ସରିଯିବ। ମୁଁ ଆଜି ଆସି ତାକୁ ଟିକେ ସହଯୋଗ କଲେ ସରିଗଲେ ସିଏ ମୋତେ ଟିକେ ସେପଟରେ ସହଯୋଗ କରିବେ, କାରଣ ମୋର 15 ଗୁଣ୍ଠ ଖଣ୍ଡେ ଜମି କଟା ହେଇ ପଡ଼ିଥିଲା। ସେ ବର୍ଷାରେ ସବୁ କଚଡ଼ା ଉଜୁଡ଼ିଗଲା, ଓଦା ହେଇଗଲା। ତାକୁ ସବୁ ନଉଟେଇଛି। ଏଠୁ ସରିଲା ପରେ ସେ ବାନ୍ଧିବେ, ବୁଣ୍ଡୁକୁ ଦେବେ, ମୁଁ ଭୋଇବି। ଏଇଭଳି ଭାବରେ ପୁରୁଣା ବର୍ଷଟି ଚାଷୀ କୂଳ ଉଜୁଡ଼ିଗଲା। ଚାଷୀ ବହୁତ ଲସ୍ ସହିଲେ, ବହୁତ ଲସ୍ ଚାଷୀଙ୍କର ହେଇଛି। ଯାହା କହିଲେ ନ ସରେ, ଆପଣମାନଙ୍କୁ ମଧ୍ୟ ଭିଡ଼ିଓରେ ମୁଁ ଦେଖେଇଛି। ଏମିତି ଅନେକ କଥା ପୁରୁଣା ବର୍ଷଟିରେ ସବୁ ଦୁଃଖ ଯନ୍ତ୍ରଣା ଭିତରେ ଆଶା ଆକାଂକ୍ଷା ଭିତରେ କଟିଲା। ତେଣୁ ନୂତନ ବର୍ଷଟି କାଲିଠାରୁ ଆରମ୍ଭ ହେଉଛି। ଦେଖାଯାଉ ପରମ ପିତାଙ୍କ ଦୟାରୁ କେମିତି କ'ଣ ବର୍ଷଟି ଚାଲିବ। ମୋର ବିଶ୍ୱାସ ଅଛି ପରମ ପିତାଙ୍କ ଦୟାରୁ ନୂତନ ବର୍ଷଟି ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଆଣିଦେବ। ମୋ ଜୀବନରେ ମଧ୍ୟ ଏ ବର୍ଷ ମୋ ଜୀବନରେ ସେମିତି କିଛି ପରିବର୍ତ୍ତନ ମଧ୍ୟ ହେଇନି। ଯାହା ହଉ ବର୍ଷଟି ମଧ୍ୟ ସୁଖ ଦୁଃଖରେ ଅଭାବ ଅନାଟନରେ ସରିଗଲା। ତେଣୁ ଯାହା ବି ହଉ ଏପଟରେ ପୂର୍ବ ଆକାଶରେ ସୂର୍ଯ୍ୟ ମହାପ୍ରଭୁଙ୍କର ହାଲକା ହାଲକା ଦେଖିପାରୁଛନ୍ତି, ହାଲକା ହାଲକା ପ୍ରକାଶ ମଧ୍ୟ ଦେଇଛନ୍ତି। କୁହୁଡ଼ିଆ ପାଗ, ଶୀତୁଆ ସକାଳ ପରିବା ମୁଁ ଆସି ଆଗରେ ପାଲ ପକେଇ ସବୁ ରେଡ଼ି କରି ବାଡ଼େଇବା ଷ୍ଟାର୍ଟ କଲେଣି। ମୁଁ ମଧ୍ୟ ଆସି ତାଙ୍କ ପାଖାପାଖି ପହଞ୍ଚି ଗଲେଣି। ଏଠୁ ଆଦି ସରିଗଲେ ଘରଠାରୁ ହାରାହାରି 3 କିଲୋମିଟର ପାଖ। ଏମିତି ସେ ଏରିଆ ମୁରାଲପୁର ଗାଁ ଦେଇ ଏମିତି ଦେଇ ଏ ପୋଲ ଦେଇ ବୁଲିକି ସେଠି ଗାଡ଼ି ରଖିକିରି ଏଠିକି ଆସିବାକୁ ପଡ଼ୁଛି। ଏ ମଝିରେ ଗୋଟେ ପାଟନାଳୀ, ଇଏ ଗୋଟେ ହେଉଛି ଗୋଟେ ପାଟନାଳୀ। ଆଉ ପାଇକା ନଦୀ ତ ସେଇଟା ପାଇକା ନଦୀ ଆଉ ବନ୍ଧ ସେଇଟା ଆଉ। ତେଣୁ ଏଇଭଳିଆ କଥା। ତେଣୁ ସାଙ୍ଗମାନେ ପରିବା ମୁଁ କ'ଣ କେତେ ବାଡ଼େଇଲେଣି ଦେଖିବା। ଏଇଭଳି ଅବସ୍ଥା, ଯେଉଁ ଧାନ ସବୁ ଗଜା ହେଇଯାଇଥିଲା ଏସବୁ ଖେଳା ହେଇଛି। ଏସବୁ ପରିବାକୁ ମଧ୍ୟ କିଛି ଆସି ବାଡ଼େଇଲେଣି। ତେଣୁ ଆଉ କିଛି ହଳା ପଡ଼ିଛି। ଉଁଛା ମାର ସେ ଯେଉଁ ଝଡ଼ୁନି, ଉଁଛା ଅଗ ମାରିଦିଅ ଝାଡ଼ିବାକୁ ଏତେ ପଡ଼ିବନି ହେଲା। ଧାନ ସବୁ କେଉଁଭଳି ରକମ ଗଜା ଆପଣ ଦେଖିଲେ କଲିଜା ଛିଣ୍ଡି ପଡ଼ିବ। ଚାଷୀ ଏଇଭଳି ଯଦି ଲସ୍ ସହିବ, ଦେଖିପାରୁଛନ୍ତି ସେଇଠି ଚାଷୀ ଯଦି କେମିତି ହଳା ସବୁ ଗଜା ହେଇଛି ସବୁ ଏମିତି ଦେଖିପାରୁଛନ୍ତି। ତେଣୁ
ଗଭା ହେଇଥିଲା, ବର୍ଷା ହେଇଗଲା ଦୁର୍ଭାଗ୍ୟ। ଆଉ ଟ୍ରାକ୍ଟର ତ ବାଟ ହେଇନଥିଲା, ଯିବ କେମିତି? ତେଣୁ କେମିତି ସବୁ ଗଜା ହେଇଛି ବି ହେଇଛି ହଳା ଓଦା ହେଇକିରି ତଳେ ପଡ଼ିକିରି ଯେମିତି ବିଚିତ୍ର ଯେମିତି ମାନେ ତଳା ପକେଇଲା ବେଳେ ରୁଆ ରୁଇ ସମୟରେ ଏମିତି ବି ଗଜା ହେବ ନାହିଁ। ଗଛ ସବୁ ମଧ୍ୟ ଏଠି ହେଇଯାଇଛି। ମୋର ମଧ୍ୟ ସେଇ ଅବସ୍ଥା, 15 ଗୁଣ୍ଠ ଜମି କାଟିକିରି କଚଡ଼ା ପକେଇଥିଲି, ଏ ଯେଉଁ ଅବସ୍ଥା କହିଲେ ନ ସରେ। ତେଣୁ ଯାହା କୁହ 2024 ମସିହାଟା ଚାଷୀ କୂଳ ପାଇଁ ଏତେ ସହାୟକ ହେଲା ନାହିଁ। କିଭଳି ଗଜା ସବୁ ହେଇଛି, ଚେର ମାରିଯାଇ ଧାନ, କିଭଳି ଗଜା, ବାପ୍ରେ ବାପ୍, ଖାଲି ଗଜା, ନଟା ଗଜା, ଦେଖିପାରୁଛନ୍ତି ସାଙ୍ଗମାନେ। ତେଣୁ ମୁଁ ସେଇ ପରମ ପିତାଙ୍କ ନିକଟରେ କୋଟି କୋଟି ବାର ନିବେଦନ ଜଣାଏ, ଯେମିତି ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ, ସେଇଭଳି ଚାଷୀ କୂଳକୁ ପ୍ରଥମେ ସହାୟକ ହୁଅନ୍ତୁ 2025 ମସିହାଟିକୁ। ତେଣୁ ବର୍ତ୍ତମାନ ମୁଁ ମଧ୍ୟ ତାଙ୍କ ପାଖରେ ବାଡ଼େଇ ଦେଲେ, ଚଟାପଟ ସରିଗଲେ, ଏଠୁ ପଳେଇଗଲା ପରେ ସେପଟରେ ଧାନ ଉଠିବା କାର୍ଯ୍ୟକ୍ରମ, ସେ ଯେଉଁ ନୌଟା ହେଇଥିଲା ପଚି ଯାଇଥିଲା, ଗଜା ହେଇଯାଇଥିଲା, କ'ଣ ହେଇଛି କଣ୍ଡିସନ୍ ଦେଖିବା ପାଇଁ ପଡ଼ିବ। ତେଣୁ ସାଙ୍ଗମାନେ ପୁଣି ବାଡ଼ା ସରିଲେ ଆମେ କଥା ହେବା, କେତେ ସମୟ ପର୍ଯ୍ୟନ୍ତ ବାଡ଼ା ସରୁଛି। ବର୍ତ୍ତମାନ ସକାଳ 8 ବାଜିଲାଣି, ଦେଖିବା ସାଙ୍ଗମାନେ। ଏ ଦଣ୍ଡାପାଖ ବିଲଟା ଆଜି ଶେଷ ବର୍ଷର ଶେଷ ଦିନରେ ବହୁ ଚାଷୀ କୂଳକୁ ବହୁ ଦୁଃଖ ଯନ୍ତ୍ରଣାରେ ଗତି କଲା। ତେଣୁ ସାଙ୍ଗମାନେ ଏ ଦଣ୍ଡାପାଖ ବିଲଟା, ଯାହା ବାପା ଟିକେ ଆସିଥିଲେ ମୁଣ୍ଡକୁ ଟିକେ ଉଠେଇଦେଲେ, ସହଯୋଗ କଲେ, ଏ ଦଣ୍ଡାପାଖ ବିଲଟା ଉଠି ଗଲା। ପାଣିରେ ବୁଡ଼ି ଯାଇଥିଲା, ତାକୁ ନଉଟେଇ ନାଟେଇ ଯାହା ଯେମିତି ଶୁଖିଛି, ଏଇଠୁ ଉଠି ଗଲା। ତେଣୁ ପୁଣି ବର୍ତ୍ତମାନ ଯିବାକୁ ପଡ଼ିବ ସେଠିକି, ପାଇକା କୂଳକୁ। ପରିବା ମୁଁ ସେଠି ଅଛନ୍ତି, ଧାନ ବସ୍ତା ଆଣିବାକୁ ବାଡ଼ଉଛନ୍ତି ଏକୁଟିଆ, ସେଠୁ ଆଣିବା ପାଇଁ ପଡ଼ିବ। ତେଣୁ ସାଙ୍ଗମାନେ ଏଇଭଳି ଭାବରେ ଶେଷ ବର୍ଷର ଶେଷ ଦିନ, ଏଇଭଳି ଦୁଃଖ ଯନ୍ତ୍ରଣା ଆଉ ବହୁ ପରିଶ୍ରମ, ଏ ବର୍ଷାଟା କାମଟାକୁ 4 କାମ କରିଦେଇ ଗଲା। ନହେଲେ ହଉ ସାଙ୍ଗମାନେ, ଆପଣମାନେ ଦେଖନ୍ତୁ ସାଙ୍ଗମାନେ, ବର୍ଷା ଛାଡ଼ିବାର 4 ଦିନ ପରେ ବି ଏଇଭଳି ଅବସ୍ଥା, ଧାନ ସବୁ ଗଜା ହେଇଗଲାଣି। ଦେଖିପାରୁଛନ୍ତି କେଉଁ ଭଳିଆ ପାଣିରେ ବୁଡ଼ିକିରି ସବୁ ଅଛି। ଏମିତି ଏ ଖଣ୍ଡକ ସେ ଖଣ୍ଡକ ଏମିତି ସବୁ ପାଣିରେ ବୁଡ଼ିକିରି ଅଛି। ବର୍ଷା ଛାଡ଼ିବାର 5-4 ଦିନ ହେଲାଣି, ତଥାପି କିନ୍ତୁ ଏଇଭଳିଆ ଅବସ୍ଥାକୁ ନଉଟେଇକି ନେଇ କେଉଁଠି ପକେଇବ, ସବୁଆଡ଼େ ଜୁଡ଼ୁପୁଟୁ ପାଣି। ତେଣୁ ଏମିତିଆ କଥା ସାଙ୍ଗମାନେ। ହଁ ସାଙ୍ଗମାନେ, ବର୍ଷା ପରେ ଯାହା ହଉ ନଉଟେଇ ନାଉଟେଇ ପୁରା ଦେଖିପାରୁଛନ୍ତି, ନଉଟ ପାଉଟ କରି ସେମିତି ପରିଶ୍ରମ ତ ପରିଶ୍ରମ, ବର୍ଷାଟା 4 ଗୁଣା କଷ୍ଟ ଦେଇ ଗଲା। ଯାହା ଯେମିତି 4 ଗୁଣ୍ଠୁ ବିଲ ହାରାହାରି 900 ହଳା ଆସିଗଲା। ଆହୁରି 9 ଗୁଣ୍ଠୁ 10 ଗୁଣ୍ଠୁ କଚଡ଼ା ଏମିତି ପଡ଼ିଛି ପାଣିରୁ ଛଣା ହେଇ। ତେଣୁ ଯାହା କୁହନ୍ତୁ ସାଙ୍ଗମାନେ, ଶେଷ ବର୍ଷର ଶେଷ ଦିନ ବହୁ କଷ୍ଟ ଆଉ ଯନ୍ତ୍ରଣା ଭିତରେ ଆଜି ସମାପ୍ତ ହେବାକୁ ଯାଉଛି। ଏପଟରେ ଭାଇ ତାଙ୍କର ପାଣିରୁ ଛାଣିକିରି ଆଣି ପୁଳାଇକିରି ବାଡ଼ଉଛନ୍ତି। ତେଣୁ ବର୍ତ୍ତମାନ ସାଙ୍ଗମାନେ ସେଠିକି ଟିକେ ଯିବାକୁ ପଡ଼ିବ, ପରିବା ମୁଁ କତି କେତେ ମୁଁ ତ ବାଡ଼େଇକିରି ଆସିଥିଲି, ଧାନ ବସ୍ତା ପୁଳାଇ ସେଠୁ ଘିତି ଆସିବା ପାଇଁ ପଡ଼ିବ। ହଉ, ତାପରେ ଆଇଲେ ଗାଧୋଇବା ଖାଇବା। ସାଙ୍ଗମାନେ ସେଇ ପାଇକା କୂଳ ଜମିରେ ଆସି ପହଞ୍ଚିଗଲି, ଗାଡ଼ି ରଖି ସେଠି ସେ ଗଛ ପାଖରେ। ତେଣୁ ଶେଷ ବର୍ଷର ଶେଷ ଦିନ, ଦୁଃଖ ଯନ୍ତ୍ରଣା କଷ୍ଟ ଭିତରେ ଶେଷ ହେବାକୁ ଯାଉଛି। ବର୍ତ୍ତମାନ ପରିବା ମୁଁ ଧାନ ବାଡ଼େଇ ସାରିଲେଣି। ଆମେ ବର୍ତ୍ତମାନ ଯିବା, ଧାନ ବସ୍ତା ଧରିବା, ଯିବା ଘରକୁ, ଗାଧୋଇବା, ଖାଇବା, ତାପରେ ଯାହା ଖେଳ ଯାହା ହେବ। ଯଦି ସେ ଖଳାରେ ଯେଉଁ ଧାନ ପକେଇକିରି ଆସିଲି, ହାରାହାରି 900 ଖଳା 4 ଗୁଣ୍ଠୁ ବିଲର, ଆଉ ସେଦିନ ଏଠୁ ପୁଳାଇ ବୋହି ନେଇଥିଲି, ପ୍ଲସ୍ ସେଠି ମିଶିକିରି 900 ହଳା। ଆଉ ବିଲରେ 10 ଗୁଣ୍ଠୁ ଖଣ୍ଡେ ପଡ଼ିଛି କଚଡ଼ା, ଓଦା, ଜୁଡ଼ୁପୁରୁ ଓଦା। ତାକୁ ଦେଖିବା ଈଶ୍ୱରଙ୍କ ଦୟାରୁ ଏମିତି ଯଦି ପାଗ ଆଉ ଟିକେ ଭଲ କିଣି ଖରା କରେ,
ମଧ୍ୟ ଯିବ। ଯାହା ହଉ ପରିବା ସବୁ ବାଡ଼େଇ ବୁଡ଼େଇ ସାରିଲେଣି। ବାଡ଼େଇ ସାରିଲେଣି। ବାଡ଼ା ସରିଗଲା ଏ ଛାଇରେ ବସ। କାଲି ଆସି କେତେବେଳେ ଘଣ୍ଟା ଖଣ୍ଡେ ସାଇଜ୍ କରିଦେଲେ ଛଣକୁ। ପାଉଁରୁଟି କଦଳୀ ତୁ ଖାଉନା? ହଁ ମୁଁ ଖାଇବା। ବସ୍ ମୋଟା କଦଳୀ ନଥିଲା। ସମୟ 1ଟା ବାଜିଲାଣି, ସେ ବାଡ଼ା ବି ସରିଗଲାଣି। ତେଣୁ ଘରକୁ ଯିବ ଯାଉ ଯାଉ ଡାଲା ବାଜିବ। ବର୍ତ୍ତମାନ ଘଣ୍ଟାଏ ଲାଗିବ ଘରକୁ, ବସ୍ତାରେ ପୁରେଇ ନେଇକି ଯାଉ ଯାଉ। ତେଣୁ ଚିନ୍ତା କଲି ପାଉଁରୁଟି କଦଳୀ ନେଇ ଆଇଲି, ଖାଇଦେବା। ତେଣୁ ମୁଁ 3 ଥର ସକାଳୁ ଖାଇସାରିଲିଣି। ସକାଳୁ ମୁଁ 3 ଥର ଖାଇସାରିଲିଣି। ଏଠି ଧାନ ବାଡ଼େଇକିରି 10ଟା ବେଳେ ଘରେ ଘଟିକି ଯାଇ ଛତୁ ଆଣିଥିଲି ପିଇଲି। ପୁଣି 10ଟା ବେଳେ ଯାଇ ଘଟି ପଖାଳ ଖାଇଲି। ପଖାଳ ଖାଇକି ସେଠି ଧାନ ହାରାହାରି 10 ବୋଝ ହେଲେ 100 ଗଣ୍ଡା ମାନେ 400 ହଳା ସେଠିକି ବୋହିକି ପୁଣି ଏଠିକି ଆସିଲି। ତେଣୁ ପୁଣି 1ଟା ବାଜିଲାଣି ମାନେ ଭୋକ ହେବାଟା ସ୍ୱାଭାବିକ। ତେଣୁ ପାଉଁରୁଟି କଦଳୀ ନେଇଯାଇଛି, ଖାଇଦେବା। ଧାନ 2 ବସ୍ତା ମୁଣ୍ଡେଇକିରି ଦେଇକି ଯିବା। ନେଇ ଗାଡ଼ିରେ ନେଇ ଥୋଇ ଦେଇକି ଘରେ ଗାଧୋଇ ଖାଇକିରି ପୁଣି ଓପଳାକୁ ଯାହା ରହିବ ଓପଳାକୁ ଯିବ। ତେଣୁ ସାଙ୍ଗମାନେ ପରିବା ମୋର ଆଜି ଏଠୁ ବିଦାୟ ହେଇଗଲା। ଶେଷ ବର୍ଷର ଶେଷ ଦିନରେ ପରିବାଙ୍କର ଆଜି ଏଠୁ ଶେଷ ହେଇଗଲା। ତେଣୁ ୟାଙ୍କର ଆଗ ଏଠୁ ସରିଗଲା ପରେ ତାଙ୍କର ଆଉ କେଉଁଠି ବିଲରେ ଧାନ ନାହିଁ। ଆଉ କେବଳ 10 ଗୁଣ୍ଠ ତାଙ୍କର କାଟିବାକୁ ଅଛି। ମୋର ଆଉ 2-3 ଗୁଣ୍ଠ ବିରିୟାନୀ ଅଛି କାଟିବା ପାଇଁ। ମୋର 10 ଗୁଣ୍ଠ କଚଡ଼ା ପଡ଼ିଛି। ତାପରେ ମୋତେ ସେ 2-3 ଦିନ ପୁରା ସାହାଯ୍ୟ କରିବେ। ତାଙ୍କୁ ଟିକେ ସାହାଯ୍ୟ କଲେ ସେ ହେଉଠୁ ମୋତେ 2-3 ଦିନ ସାହାଯ୍ୟ, ସେ ଏକୁଟିଆକୁ ମୁଁ ଏକୁଟିଆ। ଯାହା ବାପା ମଧ୍ୟ ଟିକେ ଆସିବା କଥା ନୁହଁ, ଆସିକି ଟିକେ ଧାନ ନଉଟେଇ ଓଦା ହେଇଯାଇଥିଲା ଯେଉଁ ତାକୁ ଟିକେ ନଉଟେଇ ଦେଲେ, ପ୍ଲସ୍ ଟିକେ ମୁଣ୍ଡକୁ ଦେଇଦେଲେ, ସେ ପଳେଇ ଆସିଲା। ତେଣୁ ଶେଷ ବର୍ଷର ଶେଷ ଦିନଟା ଏଇଭଳି ଦୁଃଖ ଯନ୍ତ୍ରଣା ଭିତରେ ଶେଷ ହେଉଛି। ତେଣୁ କାଲି ପ୍ରାୟ ନୂଆବର୍ଷ, ଇଂରାଜୀ ନୂତନ ନୂଆବର୍ଷର ପ୍ରଥମ ଦିନ ବା 1 ତାରିଖ। କାଲି ବୋଧେ ସର୍ବଣା, ଯାହାକି ଧାନ କଟା ବନ୍ଧା କିଛି ହେବ ନାହିଁ। କାଲି ବୋଧେ ରେଷ୍ଟ ଅଛି। ରେଷ୍ଟ କ'ଣ ଅଛି? କାଲି ସେ ଯେଉଁ ଖଳାରେ 900 ହଳା ଆଣି ପଡ଼ିଛି ତାକୁ ବାଡ଼େଇ ଦେବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ଯନ୍ତ୍ରଣା ଭିତରେ ଗତି ନୂଆ ଶେଷ ବର୍ଷର ଶେଷ ଦିନଟି କଟିବାକୁ ଯାଉଛି। ସାଙ୍ଗମାନେ ସାଙ୍ଗମାନେ ଦେଖିଲେ ସକାଳୁ ସେଠି ଧାନ ବାଡ଼ା ହେଲା। ଧାନ ଆଉ ଅଛି ଭୁଆ ହେବ, ବସ୍ତାରେ ପଶି ଚୁନା ଧାନ। ସେଠି ଧାନ ଭୁଆ ହେଲା, ହଳା ବନ୍ଧା ହେଇକି ସେଠି ଭୁଆ ହେଲା, ସେଠି ଗଦା ହେଇ ଧାନ। ପୁଣି ଏଠି ବର୍ତ୍ତମାନ ଇଏ ପରମଚୁତିଆ ଧାନ, ସେଠି 4 ଗୁଣ୍ଠ ଗଦା ହେଇଛି। ଇଏ 3 ଗୁଣ୍ଠ 3.5 ଗୁଣ୍ଠ ଇଏ ପରମଚୁତିଆ ଧାନଟା ପୁଣି ବନ୍ଧା ଚାଲିଛି। ତେଣୁ ଏଇଭଳିଆ ଶେଷ ବର୍ଷର ଶେଷ ଦିନରେ ଏଇଭଳିଆ ବ୍ୟସ୍ତତା ଭିତରେ ଦିନ ଆଜି କଟୁଛି। ପରିବା ମୁଁ ତାଙ୍କର ବାନ୍ଧିବା, ପରିବା ଟିକେ ମୂଳ ଟିକେ ସାଇଜ୍ କରିବ, ମୂଳଟା ଟିକେ ଜମେଇକି ଟିକେ ସାଇଜ୍ କରିବ, ହାତ ଟିକେ ବାଡ଼େଇ ଦେଉଥିବ ପୁରା ହେଲା। ହଳାଟା ସାଇଜ୍ ରହିବ, ଛଣ କଣ୍ଡାଟା ବାହାରିବ ସମ୍ଭାବନା ଭଲ ଅଛି। ମୁଁ ଭାବୁଥିଲି ଯେଉଁ ବର୍ଷା ଏ ବୁଡ଼ିଗଲା ପରେ ଇଏ ହେଇଯିବ, ଯାହା ବି ହେଲେ ପାପରା ହେଇଯାଇଛି, କିନ୍ତୁ ଛଣ କଣ୍ଡାଟା ବାହାରିବ ହେଲା। ଗୁହାଳଟା ଛପର ହେବ, ଗୋରୁ ଗାଈ ବି ଭୁସି ଖାଇବେ। ତେଣୁ ସାଙ୍ଗମାନେ ଶେଷ ବର୍ଷର ଶେଷ ଦିନରେ ଏଇଭଳିଆ ଯନ୍ତ୍ରଣା ଆଜି। ହଉ ସାଙ୍ଗମାନେ, ଯାହା ହଉ ଏ ପରମଚୁତିଆ ଧାନ ସେଠି 2 ଗୁଣ୍ଠ, ସେଠି 2.5 ଗୁଣ୍ଠ 3 ଗୁଣ୍ଠ ପ୍ଲସ୍ ଇଏ 3 ଗୁଣ୍ଠ 3 ଗୁଣ୍ଠ, ଯାହା ହଉ ଇଏ 30 ଘଣ୍ଟା ହଳା ବର୍ତ୍ତମାନ ବନ୍ଧା ହେଇଗଲା। ଆସନ୍ତାକାଲି ନ୍ୟୁ ଇୟର୍ ଇଂରାଜୀ ନୂତନ ବର୍ଷର ପ୍ରଥମ ଦିନରେ ସର୍ବଣା ପଡ଼ୁଛି, କଟା ବନ୍ଧା କିଛି ହୁଏ ନା। ତେଣୁ ଯାହା ହଉ 30 ଘଣ୍ଟା ବୁହା ହେଇଗଲା। ସେଠି ଯେଉଁ 900 ହଳା ପଡ଼ିଛି ସେ ପ୍ରାୟ କାଲି ବାଡ଼ାବାଡ଼ି ହେବ। ତେଣୁ ସାଙ୍ଗମାନେ ଏଇ ଶେଷ ବର୍ଷର ଶେଷ ଦିନଟି ବହୁତ କଷ୍ଟ, ଯନ୍ତ୍ରଣା ଏବଂ କାର୍ଯ୍ୟ ବ୍ୟସ୍ତରେ କଟିଲା।
ତେଣୁ ଶେଷ ବର୍ଷଟି ମଧ୍ୟ ଦେଶ ରାଜ୍ୟ ବହୁତ ଦୁଃଖ ଯନ୍ତ୍ରଣା ଅନୁତାପର ସହିତ ବର୍ଷଟି କଟିଛି। ମୋ ମତରେ ମୋର ମଧ୍ୟ ଭଲ ଯାଇନି। ଆପଣମାନଙ୍କର କେମିତି ଯାଇଥିବ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ତା ଭିତରେ ଦେଶ ମଧ୍ୟ ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଲା, ଯାହା କହନ୍ତି ଦେଶର ମୁଣ୍ଡ ବୋଲି ଡକ୍ଟର ମନମୋହନ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଦେଶ ଏଇ ବର୍ଷ ଶେଷରେ ହରାଇଲା ଗତ 2-4 ଦିନ ହେଲା। ତେଣୁ ସାଙ୍ଗମାନେ ଏଇଭଳି ଭାବେ 2024 ମସିହାଟି ଶେଷ ହେଲା। ତେଣୁ ସାଙ୍ଗମାନେ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଆପଣଙ୍କର 2024 ମସିହା କେମିତି କଟିଲା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଗାମୀ ନୂତନ ବର୍ଷ ପାଇଁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ମୋର ତରଫରୁ। ତେଣୁ ଏଇଠି ଭାଇ ମୋର ଦୌଡ଼ୁଛି, ଗୋଡ଼ ତଳେ ଲାଗୁନି, 4 ଖେପା କରି ରାସ୍ତାରେ ଏଠିକି ପଳେଇ ଆସିଲେ। ତେଣୁ ଏଇଭଳିଆ 2024 ମସିହାଟି ଆମର କଟିଲା। ତେଣୁ ନିଶ୍ଚିତ ସାଙ୍ଗମାନେ କିନ୍ତୁ ଆଉ ଗୋଟେ କଥା ଦୁଃଖଦାୟକ, ଚାଷୀ କୂଳ ପାଇଁ ବହୁତ ବଡ଼ ଦୁଃଖଦାୟକ ଆଉ ଝଟକା ମଧ୍ୟ 2024 ମସିହାରେ ଲାଗିଲା। କାରଣ ଆପଣମାନେ ଜାଣନ୍ତି ଶେଷ ମୁହୂର୍ତ୍ତରେ ଯେଉଁ ବର୍ଷା ସବୁ ସାରିଦେଇ ଗଲା। ତେଣୁ ସାଙ୍ଗମାନେ ଆଜିର ବ୍ଲଗ୍କୁ ଏଇଠି ରଖୁଛି, ପୁଣି ଦେଖା ହେବ ଆଗାମୀ ବ୍ଲଗ୍ରେ। ଧନ୍ୟବାଦ।